ସାର୍ ବେଶୀ ଡାକିବାର ମୁଖ୍ୟ ଉଦ୍ଦେଶ୍ୟ କ'ଣ ଥିଲା? ଆମର ଜୁଲାଇ 24 କଳାକାର ଦିବସ ଭାବରେ ଆମେ ପାଳି ଆସୁଛୁ। ପଞ୍ଚମ ବର୍ଷ ଏ ବର୍ଷ ମିଶି ପଞ୍ଚମ ବର୍ଷ ହେଲା। ପ୍ରତ୍ୟେକ ବର୍ଷ ଆମର କଳାକାର ଦିବସ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଆମେ ଜଣେ ଜଣେ କଳାକାର ଆମେ ନିଜକୁ ଗର୍ବିତ ବୋଲି ଆମେ ସମସ୍ତେ ଜୁଲାଇ 24 ଦିନ ଆମେ କଳାକାର ଦିବସ ପାଳନ କରିବା। କାରଣ ସମସ୍ତେ ଆପଣମାନେ ବି ଜଣେ ଜଣେ ମିଡ଼ିଆ ଭାଇ କଳାକାର। ଆଉ ଯେତେ ପ୍ରକାର କଳା ଅଛି ଓଡ଼ିଶାରେ, ଯେତେ ଲୋକ ନୃତ୍ୟ ଅଛି, ଯେତେ ସଂକୀର୍ତ୍ତନ ପାଲାଠୁ ଲଗେଇ ଯେତେ କଳା ଅଛି ସମସ୍ତେ ଆମ ସାଙ୍ଗେ ସାମିଲ ଅଛନ୍ତି। ଆମେ ସମସ୍ତଙ୍କୁ ନେଇକି ଆମ କଳାକାର ସ୍ୱର କରୁଛୁ। ଏଇ କରିବାର ଉଦ୍ଦେଶ୍ୟ ହେଉଛି କେହି ଜଣେ ଅସହାୟ ବୋଲି ଭାବିବନି। ଆମେ ଗଭର୍ଣ୍ଣମେଣ୍ଟ ପାଇଁ, ତାଙ୍କ ଭତ୍ତା ପାଇଁ, ତାଙ୍କର କ'ଣ କେମିତି ସାହାଯ୍ୟ କରିପାରିବା ପାଇଁ ଆମେ ସମସ୍ତେ ଲଢ଼ିଛୁ, ଲାଗୁଛୁ ଆଉ ତାଙ୍କ ପାଇଁ ଆମେ କୋସିସ କରୁଛୁ କେମିତି କ'ଣ କରିକି କଳାଟା ବଞ୍ଚେଇ ରଖିବା ପାଇଁ। ଓଡ଼ିଶାର ଅସ୍ମିତା ହେଉଛି କଳା, ଗୋଟେ ଅସ୍ମିତା। ଜୁଲାଇ 24 କି ଆମେ ସମସ୍ତେ କଳାକାର ଦିବସରେ ପାଳନ କରିବା। ଆଉ ଆମର ଭଞ୍ଜ କଳା ମଣ୍ଡପରେ ସେଦିନ 9ରୁ ରାତି 10 ପର୍ଯ୍ୟନ୍ତ 9 ପର୍ଯ୍ୟନ୍ତ ଆମର ପ୍ରୋଗ୍ରାମ ପ୍ୟାକ୍ ଅଛି। ଆପଣମାନେ ସମସ୍ତେ ଆମ ସାଙ୍ଗେ ସାମିଲ ହୁଅନ୍ତୁ ଆଉ କଳାକାର ଦିବସଟାକୁ ଆମେ ପାଳନ କରିବା, ଭଲ ଆକାରରେ ପାଳନ କରନ୍ତୁ। ଆଉ ଆମେ ସମସ୍ତେ ଧୀରେ 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 ମିଡ଼ିଆ, ଇନଷ୍ଟା, ଫେସବୁକ୍ରେ ଆମେ ସମସ୍ତେ ଲେଖିବା ଯେ ମୁଁ କଳାକାରରେ ଜନ୍ମ କରି ଗର୍ବିତ ବୋଲି ଆମର ଅନୁରୋଧ ଯେ ସମସ୍ତେ ଆମେ ପାଳନ। ଆପଣ ଅନୁଭବ କରୁଛନ୍ତି କଳାକାରମାନେ ଓଡ଼ିଶାର କଳାକାରମାନେ କୋଉଠି ନା କୋଉଠି ପଛେଇ ଯାଇଛନ୍ତି ବୋଲି ପଛରେ ରହିଯାଇଛନ୍ତି ଆପଣ ଅନୁଭବ କରୁଛନ୍ତି? ନିଶ୍ଚୟ କଳାକାରମାନେ ପଛେଇ ଯାଇଛନ୍ତି। ଏଇଥିପାଇଁ କଳାକାରଙ୍କ ପାଖରେ ଫାଇନାନ୍ସିଆଲ ଟିକେ ଅଭାବ ଅଛି। ଯଦି ଗଭର୍ଣ୍ଣମେଣ୍ଟ ଯଦି ଫାଇନାନ୍ସିଆଲ ଟିକେ ସାହାଯ୍ୟ କରନ୍ତେ, କଳାକାର ବହୁତ ପ୍ରକାର ଅଛି, ଭତ୍ତା ଫତ୍ତା ମିଳୁଛି, କିଛି ଲୋକ ଭତ୍ତା ମିଳୁଛି, କିଛି କଳାକାର ଲୋକ ହେଇନାହାନ୍ତି ସେମାନେ ଭତ୍ତା ପାଉଛନ୍ତି, କିନ୍ତୁ କଳାକାର ଯେ ଭତ୍ତା ପାଇପାରୁଛି ସବୁ ଏପଟ ସେପଟ ହେଇକି ଅଛି। ଆମେ ତାକୁ ଚେଷ୍ଟା କରୁଛୁ ଠିକଠାକ୍ କରିକି ଆମେ କରିବା ପାଇଁ ଆମେ ସମସ୍ତେ ଚେଷ୍ଟା କରୁଛୁ। ଆଉ କଳାକାର ଦିବସରେ ଆମ ସାଙ୍ଗରେ ଆମେ ଅନୁରୋଧ କରୁ ସମସ୍ତେ ସାମିଲ। 24 ତାରିଖରେ ସଂସ୍କୃତି ମନ୍ତ୍ରାଳୟ ହଁ ହଁ ଗଭର୍ଣ୍ଣମେଣ୍ଟରେ ଆମେ ସମସ୍ତେ ଆସିବାର ପ୍ଲାନ୍ ଅଛି। ଆଉ ଗଭର୍ଣ୍ଣମେଣ୍ଟ ବି ଏଥିରେ ସାମିଲ, ଆମ ସାଙ୍ଗରେ ସାମିଲ ଅଛନ୍ତି। ଆଉ ଗଭର୍ଣ୍ଣମେଣ୍ଟ ବି ଚାହୁଁଛି କଳାକାର ମାନେ ସମସ୍ତେ ଭଲରେ ରୁହନ୍ତୁ। କଳା ନ ରହିଲେ କେମିତି ଲୋକମାନେ ବଞ୍ଚିବେ? କଳା ତ ନିହାତି।